ଏହି ସପ୍ତାହ ସାଧାରଣ ନୁହେଁ। ଆକାଶରେ ଗ୍ରହମାନଙ୍କ ଏମିତି ଚଳନ ହେଉଛି ଯାହା ଆପଣଙ୍କ ଜୀବନର ଦିଗକୁ ପୂରା ବଦଳାଇପାରେ। ସୂର୍ଯ୍ୟ ଆପଣଙ୍କ କର୍ମ ଆତ୍ମବିଶ୍ୱାସକୁ ପ୍ରଭାବିତ କରୁଛନ୍ତି। ଚନ୍ଦ୍ରମା ଆପଣଙ୍କ ମନର ଗୁପ୍ତ ସତ୍ୟକୁ ବାହାର କରୁଛନ୍ତି। ବୃହସ୍ପତି ଭାଗ୍ୟର ଦ୍ୱାର ଖୋଲୁଛନ୍ତି ଏବଂ ଶନି ଆପଣଙ୍କ ପ୍ରତ୍ୟେକ କାମର ପରୀକ୍ଷା ନେଉଛନ୍ତି। 3 ମଇ ଠାରୁ 9 ମଇ ମଧ୍ୟରେ କିଛି ରାଶି ହଠାତ୍ ଉଚ୍ଚତାକୁ ପହଞ୍ଚିବ ଏବଂ କିଛି ରାଶିକୁ ଜୀବନର ସବୁଠାରୁ ବଡ଼ ସିଦ୍ଧାନ୍ତ ନେବାକୁ ପଡ଼ିବ। ତେଣୁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଆପଣଙ୍କ ରାଶିରେ ଏହି ସପ୍ତାହ କ'ଣ ଘଟିବ ସେଥିରେ ଗୋଟିଏ ଚମତ୍କାର ଲୁଚିଥାଇପାରେ। ମେଷ ରାଶି, ଏହି ସପ୍ତାହ ସୂର୍ଯ୍ୟ ଆପଣଙ୍କୁ ନୂଆ ଶକ୍ତି ଦେଉଛନ୍ତି। ସପ୍ତାହର ଆରମ୍ଭରେ ଚନ୍ଦ୍ରମା ଆପଣଙ୍କ ମନକୁ ଅସ୍ଥିର କରିପାରେ। ମଙ୍ଗଳବାର, ଏକ ଅନଏକ୍ସପେକ୍ଟେଡ୍ କଲ୍ କିମ୍ବା ମେସେଜ ଆପଣଙ୍କ ଡିସିସନ ବଦଳାଇ ଦେବ। ବୃହସ୍ପତି ଆପଣଙ୍କ ପକ୍ଷରେ ରହିଛନ୍ତି। ଶନି ହଡ଼ବଡ଼ ନ ହେବାକୁ କହୁଛନ୍ତି। ବୃଷ ରାଶି, ଏହି ସପ୍ତାହ ଭାଗ୍ୟ ଆପଣଙ୍କ ପକ୍ଷରେ। ସୂର୍ଯ୍ୟ ଆପଣଙ୍କ କନଫିଡେନ୍ସ ବଢ଼ାଇବ। ବୁଧବାର କିମ୍ବା ଗୁରୁବାର ଧନଲାଭ କିମ୍ବା ନୂଆ ସୁଯୋଗ ମିଳିପାରେ। ବୃହସ୍ପତିର ଆଶୀର୍ବାଦ ମିଳୁଛି। ମିଥୁନ ରାଶି, ଚନ୍ଦ୍ରମା ଆପଣଙ୍କୁ କନଫ୍ୟୁଜ କରିପାରେ। ଆପଣ ଏକ ସମସ୍ୟାରେ ଫସିଯାଇପାରନ୍ତି। ଶୁକ୍ରବାର ପରେ ପଥ ସ୍ପଷ୍ଟ ହେବ। ଶନିର ପ୍ରଭାବ, ଭୁଲ ଡିସିସନରୁ ଦୂରେ ରୁହନ୍ତୁ। କର୍କଟ ରାଶି, ଚନ୍ଦ୍ରମା ଆପଣଙ୍କୁ ଇମୋସନାଲ କରିଦେବ। ପରିବାରରେ କିଛି ମହତ୍ୱପୂର୍ଣ୍ଣ ଘଟଣା ଘଟିପାରେ। ଗୁରୁବାର ଖୁସିର ଖବର ଆସିପାରେ। ସିଂହ ରାଶି, ସୂର୍ଯ୍ୟ ଆପଣଙ୍କୁ ସ୍ପଟଲାଇଟ୍ ଦେଉଛନ୍ତି। ସୋମବାର କିମ୍ବା ମଙ୍ଗଳବାର ପ୍ରଶଂସା କିମ୍ବା ପ୍ରମୋସନ ଚାନ୍ସ ରହିଛି। ଶନି କହୁଛନ୍ତି ବିଗୋ କମ କରନ୍ତୁ। କନ୍ୟା ରାଶି, ଏହି ସପ୍ତାହ ଶନି ଆପଣଙ୍କୁ ପରୀକ୍ଷା କରୁଛନ୍ତି। କାମର ଚାପ ବଢ଼ିପାରେ। ଶନିବାର ଫଳ ମିଳିବ। ତୁଳା ରାଶି, ଏହି ସପ୍ତାହ ସମ୍ପର୍କରେ ଏକ ନୂଆ ପରିବର୍ତ୍ତନ ଆସୁଛି। ସୂର୍ଯ୍ୟ ଆପଣଙ୍କ ସମ୍ପର୍କ ଘରକୁ ପ୍ରଭାବିତ କରୁଛନ୍ତି। ଚନ୍ଦ୍ରମା ଆପଣଙ୍କୁ ଅଧିକ ଇମୋସନାଲ କରିଦେବ। ଶୁକ୍ରବାର ଗୋଟିଏ ମହତ୍ୱପୂର୍ଣ୍ଣ କନଭରସେସନ ଆପଣଙ୍କ ରିଲେସନଶିପକୁ ଷ୍ଟ୍ରଙ୍ଗ କରିଦେଇପାରେ। ବୃହସ୍ପତି କହୁଛନ୍ତି କମ୍ପ୍ରମାଇଜ କଲେ ଲାଭ ହେବ। ଶନିର ପ୍ରଭାବ, ବିଗୋ ଆସିଗଲେ ପ୍ରୋବ୍ଲେମ ବଢ଼ିବ। ବିଛା ରାଶି, ଏହି ସପ୍ତାହ ଗୁପ୍ତ ସତ୍ୟ ବାହାରିବ। ଶନି ଆପଣଙ୍କୁ ରିଆଲିଟି ଦେଖାଇବାକୁ ଚାହୁଁଛନ୍ତି। ବୁଧବାର କିମ୍ବା ଗୁରୁବାର କାହାର ଆସଲ ମୁହଁ ଆପଣଙ୍କ ସାମ୍ନାକୁ ଆସିପାରେ। ଚନ୍ଦ୍ରମାର ପ୍ରଭାବରେ ଆପଣ ଇମୋସନାଲ ରିଆକ୍ସନ ଦେଇପାରନ୍ତି। ସାବଧାନ, ରିଆକ୍ସନ ନୁହେଁ, ଅବଜର୍ଭେସନ କରନ୍ତୁ। ବୃହସ୍ପତି କହୁଛନ୍ତି ଏହା ଆପଣଙ୍କ ଗ୍ରୋଥ ପାଇଁ ଆବଶ୍ୟକ। ଧନୁ ରାଶି, ବୃହସ୍ପତି ଆପଣଙ୍କ ସହିତ ଏହି ସପ୍ତାହ ଲକି ଏନର୍ଜି ଆସୁଛି। ସୂର୍ଯ୍ୟ ଆପଣଙ୍କ କାମରେ କ୍ଲାରିଟି ଆଣୁଛନ୍ତି। ମଙ୍ଗଳବାର କିମ୍ବା ଗୁରୁବାର ନୂଆ ଅପରଚ୍ୟୁନିଟି ଆସିପାରେ। ଯାତ୍ରା କିମ୍ବା କ୍ୟାରିୟର ଶିଫ୍ଟର ସିଗ୍ନାଲ ମିଳିପାରେ। ଶନି କହୁଛନ୍ତି ଓଭର କନଫିଡେନ୍ସ କମ କରନ୍ତୁ। ମକର ରାଶି, ଶନି ଆପଣଙ୍କ ସ୍ମି ଏହି ସପ୍ତାହ ପରୀକ୍ଷାର ସମୟ। ଆପଣ ଯାହା କରିଥିଲେ ଏବେ ତାହାର ଫଳ ମିଳିବ। ଶୁକ୍ରବାର କିମ୍ବା ଶନିବାର କଠିନ ପରିସ୍ଥିତି ଆସିପାରେ, କିନ୍ତୁ ହାର ନ ମାନନ୍ତୁ। ବୃହସ୍ପତି ଶେଷରେ ସପୋର୍ଟ ଦେବେ। କୁମ୍ଭ ରାଶି, ଶନି ଆପଣଙ୍କୁ ନୂଆ ଦିଗ ଦେଖାଉଛନ୍ତି। ଆପଣଙ୍କ ମନରେ ନୂଆ ଆଇଡିଆଜ ଆସିବ। ବୁଧବାର ପରେ ଗୋଟିଏ ପ୍ଲାନ୍ ଆପଣଙ୍କ ଫ୍ୟୁଚରକୁ ଚେଞ୍ଜ କରିପାରେ। ଚନ୍ଦ୍ରମା ଆପଣଙ୍କ ଇଣ୍ଟୁଇସନକୁ ଷ୍ଟ୍ରଙ୍ଗ କରିବ। ସାବଧାନ, ଡିସିସନ ନେବାରେ ଶୀଘ୍ରତା ନ କରନ୍ତୁ। ମୀନ ରାଶି, ବୃହସ୍ପତି ଆପଣଙ୍କୁ ବ୍ଲେସିଂସ ଦେଉଛନ୍ତି। ଏହି ସପ୍ତାହ ଆପଣଙ୍କ ଭାଗ୍ୟ ଧୀରେ ଧୀରେ ଖୋଲିବ। ଗୁରୁବାର କିମ୍ବା ରବିବାର ଏକ ବଡ଼ ସୁଯୋଗ ମିଳିପାରେ। ସୂର୍ଯ୍ୟ ଆପଣଙ୍କ କନଫିଡେନ୍ସ ବଢ଼ାଇବ। ଧନ ଓ ପ୍ରେମ
ଦୁଇଟିରେ ଲାଭ ସମ୍ଭବ। ଏହି ସପ୍ତାହ ସବୁଠାରୁ ଭଲ ରାଶି ବୃଷ, ସିଂହ, ମୀନ, ଧନୁ। ଏବଂ ସତର୍କ ରହିବାକୁ ପଡ଼ିବ। ମିଥୁନ, କନ୍ୟା, ମକର, ବୃଶ୍ଚିକ। ମିଶ୍ରିତ ଫଳ ମେଷ, କର୍କଟ, ତୁଳା, କୁମ୍ଭ। ଏହି ସପ୍ତାହ କାହାର ଭାଗ୍ୟ ଖୋଲିବ, ଆଉ କାହା ପାଇଁ ପରୀକ୍ଷା ଆସିବ? ଆପଣଙ୍କ ରାଶି କମେଣ୍ଟରେ ଲେଖନ୍ତୁ ଏବଂ ଦେଖନ୍ତୁ ଆପଣଙ୍କ ସହିତ ମେଳ ଖାଉଛି କି ନାହିଁ। ଭିଡିଓକୁ ସେୟାର କରନ୍ତୁ।